ଖସୁଛି ପାରଦ। ଦିନକ ପରେ ରାଜ୍ୟରେ ବଢିବ ଶୀତ। ବିଶେଷ କରି ଅଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତଳମୁହାଁ ହେଉଛି ପାରଦ। ରାଜ୍ୟକୁ ଉତ୍ତର ବାୟୁ ପ୍ରବେଶ ସହ ଜଳୀୟ ବାଷ୍ପ ପରିଣାମ କରିଛି। 9 ତାରିଖ ବେଳକୁ କିଛି ସ୍ଥାନରେ 10 ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ସର୍ବନିମ୍ନ ତାପମାତ୍ରା। ଟ୍ୱିନ୍ ସିଟିରେ ବି ଆଗାମୀ 72 ଘଣ୍ଟା ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ ଛୁଇଁପାରେ ପାରଦ। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡିରେ 15 ଡିଗ୍ରୀ ସେଲସିୟସ୍, ଭୁବନେଶ୍ୱରରେ 18.5 ଡିଗ୍ରୀ ସେଲସିୟସ୍, କଟକରେ 18.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ରାତି ତାପମାତ୍ରା 1ରୁ 1.5 ଡିଗ୍ରୀ ବୃଦ୍ଧି ପରିଲକ୍ଷିତ ହେଉଛି। କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ। ଫୁଲବାଣୀ ସମେତ ବାଲିଗୁଡା, ଚକାପାଦ, କୋଟଗଡ଼, ଜି ଉଦୟଗିରି, ଫିରିଙ୍ଗିଆ ଓ ଦାରିଙ୍ଗବାଡି ଭଳି ବିଭିନ୍ନ ଅଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସହ ଶୀତ ଅନୁଭୂତ ହେଉଛି। ଗତକାଲି ଫୁଲବାଣୀ ଓ ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 15 ଡିଗ୍ରୀ ଓ ଜି ଉଦୟଗିରି ମଧ୍ୟ 13 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।